ଆନନ୍ଦ ଓ ଅନ୍ତର୍ଭୁକ୍ତିକରଣର ବାର୍ତ୍ତା ଡିସେମ୍ବର 3 ତାରିଖ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏହି ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସବୁଠି ଭିନ୍ନ ଭିନ୍ନ ଢଙ୍ଗରେ ପାଳନ ହେଲା, ଏଥିରେ ବା ନୂଆ କଥା କ'ଣ ଅଛି? ଏହା ତ ସ୍ୱାଭାବିକ କଥା। କିନ୍ତୁ ବରଗଡ଼ ସହର ମଧ୍ୟରେ ଥିବା ଗୋଟିଏ ନାମୀ ରେଷ୍ଟୁରାଣ୍ଟ ଭାବେ ପରିଚିତ କୋହିନୂର ହୋଟେଲରେ ଏହି ଉତ୍ସବ ନିଆରା ଢଙ୍ଗରେ ପାଳନ କରାଯାଇଥିଲା। ସବୁବେଳେ ଅସହାୟ ନିଷ୍ପେଷିତ ଲୋକଙ୍କ ସହିତ ବିଭିନ୍ନ ପର୍ବପର୍ବାଣୀ ପାଳନ କରି ଚର୍ଚ୍ଚାରେ ଥିବା ଭାଇ ଭଉଣୀ ଡାକ୍ତର ସୁସ୍ମିତା ଦାସ ଓ ସମାଜସେବୀ ସୁବ୍ରତ କୁମାର ବିର୍ତ୍ତିଆ ଭିନ୍ନକ୍ଷମ ଭାଇ ଭଉଣୀମାନଙ୍କୁ ନେଇ କୋହିନୂର ରେଷ୍ଟୁରାଣ୍ଟରେ ଏକ ସ୍ୱତନ୍ତ୍ର ଭୋଜିର ଆୟୋଜନ କରିଥିଲେ। ପ୍ରଥମେ ଭିନ୍ନକ୍ଷମ ମାନଙ୍କୁ ବିକାଶ ଦୀପ୍ତି ଅନୁଷ୍ଠାନରୁ ହୋଟେଲକୁ ଅଣାଯାଇଥିଲା। ସ୍ୱାଗତ ସମ୍ବର୍ଦ୍ଧନା ଦିଆଗଲା। ସ୍ୱତନ୍ତ୍ର କେକ୍ ଆୟୋଜକ ଓ ଦିବ୍ୟାଙ୍ଗ ଶିଶୁମାନେ ଆନନ୍ଦର ସହିତ କାଟିଥିଲେ। ଏହାପରେ ଆରମ୍ଭ ହୋଇଥିଲା ନାଚ ଗୀତର ଆସର। ଏହା ପରେ ପରେ ସମସ୍ତ ଦିବ୍ୟାଙ୍ଗ ମାନଙ୍କ ପାଖରେ ପହଞ୍ଚିଲା ମ୍ୟାନୁ। ଖାଦ୍ୟ ଗୁଡ଼ିକର ନାଁ ପଡୁଥାନ୍ତି ଓ ଖୁସି ହେଉଥାନ୍ତି ଶିଶୁମାନେ। ନିଜ ନିଜ ପସନ୍ଦର ଖାଦ୍ୟ ନିଜେ ଅର୍ଡର କଲେ ଶିଶୁମାନେ। କିଏ ଚାଉମିନ ମଞ୍ଚୁରିଆନ କହିଥାଏ ତ ଆଉ କି ବିରିୟାନୀ। ଏପରି ଆନନ୍ଦର ମୁହୂର୍ତ୍ତ ଦୀର୍ଘ 2 ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ପରିଶେଷରେ ଆଇସ୍କ୍ରିମ୍ ଖାଇ ବିକାଶ ଦୀପ୍ତି ଅନୁଷ୍ଠାନର ଅନ୍ତେବାସୀ ପରିଚାଳକ ବିଦାୟ ନେଲେ। ରେଷ୍ଟୁରାଣ୍ଟର ସୁସଜ୍ଜିତ ପରିବେଶରେ ଭିନ୍ନକ୍ଷମ ମାନେ କେବଳ ଉତ୍ତମ ଖାଦ୍ୟର ସ୍ୱାଦ ଚାଖିନଥିଲେ, ବରଂ ନିଜ ନିଜ ସହପାଠୀଙ୍କ ସହିତ ତଥା ଡାକ୍ତର ସୁସ୍ମିତା ଓ ସମାଜସେବୀ ସୁବ୍ରତ ଏହି ସମୟରେ ପରସ୍ପର ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ, ହସ ଖୁସିର ସମୟ ବିତାଇଥିଲେ ଏବଂ ଏକ ସାଧାରଣ ନାଗରିକ ଭାବରେ ସେମାନଙ୍କ ଅଧିକାରକୁ ଉପଭୋଗ କରିଥିଲେ। ସମାଜସେବୀ ମାନେ ଏହା ମାଧ୍ୟମରେ ସେମାନଙ୍କ ପ୍ରତି ସମ୍ମାନ ଓ ସମର୍ଥନର ବାର୍ତ୍ତା ଦେଇଥିଲେ। ଏହିପରି କାର୍ଯ୍ୟକ୍ରମ ଗୁଡ଼ିକ ଭିନ୍ନକ୍ଷମ ମାନଙ୍କୁ ସାମାଜିକ ବାଧାବନ୍ଧନରୁ ମୁକ୍ତ କରି ସେମାନଙ୍କୁ ଆନନ୍ଦ ଓ ଆତ୍ମବିଶ୍ୱାସର ସହିତ ଜୀବନ ବଞ୍ଚିବାକୁ ପ୍ରେରଣା ଦେବ, ଏଥିରେ କୌଣସି ସନ୍ଦେହର ଅବକାଶ ନାହିଁ। ଧନ୍ୟବାଦ। सारी जहां से अच्छा हिंदुस्तां हमारा, हम बुलबुले हैं इसकी, ये गुलसितां हमारा हमारा, सारी जहां से अच्छा, सारी जहां से अच्छा। धनिर माटिर मालगुना गाँव चोरे जीवन सारा, जोहार जोहार मागो तोर चुआ में करी दी बुआ की तारा, तो लगी मागो लगाई मुआ